ଆପଣ କେତେ କିଲୋ ନେଉଛନ୍ତି? ଆମର ବସ୍ତା ଯାଏ ରିଜା ଯାଏ। ଏବେ କେତେ ନେଉଛନ୍ତି? ଆଜ୍ଞା ଏବେ କେତେ ନେଉଛନ୍ତି? ଏବେ 40 ଟଙ୍କା କହୁଛୁ। ନାଇଁ ନାଇଁ ମୁଁ କହିଲି ଆଗରୁ କେତେ ନେଉଥିଲେ ଆଳୁ ଏବେ କେତେ ନେଉଛନ୍ତି? ଆଗରୁ ତ ରେଟ୍ ଆଜ୍ଞା ବଢ଼ିଥିଲା 50 ଟଙ୍କା 45 ଟଙ୍କା ଆଳୁ ବିକୁଥିଲେ। ଏବେ କ'ଣ କିଏ 35 ଟଙ୍କା କହୁଛି କିଏ 40 ଟଙ୍କା କହୁଛି କିଛି ଠିକ୍ ଠାକ୍ ନାହିଁ। ଆଉ କିଏ କ'ଣ ବିକୁଛି କିଛି ହିସାବ ନାହିଁ। ଆପଣଙ୍କର ଯେତିକି ଆବଶ୍ୟକତା ତାଠୁ ସେତିକି ନେଉଛନ୍ତି ନା ତାଠୁ କମ୍ ନେଉଛନ୍ତି? ଆଳୁ ରେଟ୍ ଅଧିକ ହେଇଗଲେ ଆବଶ୍ୟକତାଠୁ କମ୍ ନିଆଯିବ। ଆଉ ଧରନ୍ତୁ 50 ଟଙ୍କା କିଲୋ 40 ଟଙ୍କା କିଲୋ ଆଳୁ ବିକିଲେ ଆବଶ୍ୟକତା ଯେତିକି ସେତିକି କ'ଣ ନେଇପାରିବ? ଧରନ୍ତୁ ଯିଏ 5 କିଲୋ ନେଉଛି ସିଏ ନିହାତି କିଲୋ ନେବ 2 କେଜି ନେବ। ଠାକୁରଙ୍କର ଜମି ନେଇକି ଯେଉଁ ପାଳି ଫାଳି କରନ୍ତି ତାର ରକ୍ଷଣାବେକ୍ଷଣ ସେମାନେ ମାର୍ଫତଦାର ଥିଲେ। ସେ ଜମି ଗୁଡ଼ାକୁ ସବୁ ଆଜ୍ଞା ବିଲ୍ଡରମାନଙ୍କ ହାତରେ ଟେକି ଦେଇଛନ୍ତି। ଠାକୁରଙ୍କ ଜମି କୋଟି କୋଟି ଟଙ୍କାର ସମ୍ପତ୍ତି ସବୁ ବ୍ରାହ୍ମଣମାନେ ସେ ସବୁ ହସ୍ତକ୍ଷେପ କରିକି ପଇସା ପତ୍ର ନେଇ ତାକୁ ସବୁ ବିଲ୍ଡରମାନଙ୍କ ହାତରେ ଟେକି ଦେଇଛନ୍ତି। ତେଣୁ ସେଠି ଆଉ ଚାଷବାସ ହେଇପାରୁନି। ଠାକୁରଙ୍କ ଜମି ଆଜ୍ଞା ସେ ସବୁ ଠାକୁରଙ୍କ ଜମି ଅଞ୍ଚଳବାସୀ ତ ସବୁ ଦାନ କରୁଛନ୍ତି। କିନ୍ତୁ ଏମାନେ ସବୁ ସେ ଜମି ଗୁଡ଼ାକୁ ସବୁ ପଇସା ନେଇକି ବିଲ୍ଡର ବିକ୍ରି କରୁଛନ୍ତି। ତାପରେ ସେ ଜମି ଉପରେ ମାଟି ପଡ଼ିକି ସବୁ ଘର ହୋଇଛି ଯାହାକି ପାଣି ଆଉ କୁଆଡ଼େ ପାସ୍ କରିପାରୁନି। ଗହିରରେ ଯୁଆଡ଼େ ଯୁଆଡ଼େ ସବୁ ପାଣି ଥିଲା ଛୋଟ ପଟ ସବୁ ବନ୍ଦ ବାନ୍ଦ ହେଇଯାଇଛି। ରୋଡ଼ করে ଆପଣମାନେ ଯାଉଥିବେ ଦେଖୁଥିବେ ସେ ଯେଉଁ କେନାଲ ଥିଲା ଯେଉଁ ପାଣି ନିଷ୍କାସନ ପାଇଁ ଯେଉଁ କେନାଲ ସେଗୁଡ଼ା ସବୁ ଆଜ୍ଞା ବିଲ୍ଡର ମାନେ ବନ୍ଦ କରିଦେଇଛନ୍ତି। ତା ଉପରେ ସବୁ ରାସ୍ତା ଘର ପାଇଁ ସବୁ ରାସ୍ତା କରିଦେଇଛନ୍ତି। କୌଣସି ପଟେ ପାଣି ଯାଉନି। ଚାଷବାସ ସବୁ ସମ୍ପୂର୍ଣ୍ଣ ଭାବେ ବନ୍ଦ ହେଇଯାଇଛି। ଇଏ ହେଉଛି ଗୋଟେ କଥା ଯେ ଆମର ଖାଲି ଆଳୁ ଚାଷ ନୁହଁ ଅନ୍ୟାନ୍ୟ ପନିପରିବା ଚାଷ ଆମର ଯେଉଁ ସବୁ ଉର୍ବର ମୃତ୍ତିକା ରହିଛି ଅଞ୍ଚଳ ରହିଛି ଯେମିତି ଆମର ମଧୁବନ କଥା କହୁଥିଲେ ଆମର 42 ମୌଜା କଥା ହେଇଗଲା 22 ମୌଜା ହେଇଗଲା সেই ଅଞ୍ଚଳମାନଙ୍କରେ ଏହି ସମସ୍ୟା କେବଳ ବିଲ୍ଡରମାନଙ୍କର ଯେଉଁ ଜମି ଅଧିଗ୍ରହଣ କରି ବିଲ୍ଡିଂ କରି ବିକିବାରୁ ଚାଷ ଏକ ପ୍ରକାର ଠପ୍ ହେଇଯାଇଛି। ଲୋକ ଆଗ୍ରହ ପ୍ରକାଶ କରୁନାହାନ୍ତି। ଆଉ ଯେଉଁ ଯେତିକି ଜମି ରହିଛି ସେଠି ପାଣି ଜମୁଛି ତାହା ଚାଷ ପାଇଁ ଉପଯୋଗୀ ନୁହଁ। ସବୁ ଆଜ୍ଞା କୌଣସି ଜମିରେ ଆଉ ଚାଷବାସ ହେଇପାରୁନି। ଆପଣ ଯେକୌଣସି ଗ୍ରାମକୁ ଯାଆନ୍ତୁ କୌଣସି ଜମିରେ ଚାଷବାସ ନାହିଁ। ଚାଷବାସ ସମ୍ପୂର୍ଣ୍ଣ ଭାବେ ବନ୍ଦ ହେଇଯାଇଛି। ଲୋକମାନେ ଯେଉଁ ପନିପରିବା ବିଲ ବାଡ଼ିରେ କରୁଥିଲେ ସେ ସବୁ ସମ୍ପୂର୍ଣ୍ଣ ବନ୍ଦ। ଆଚ୍ଛା ଏଇ ଯେଉଁ ଚତୁର୍ମାସିଆ କଥା ଆମେ କହିବା ବାଡ଼ି ବଗିଚାରେ ଆମେ ଜହ୍ନି ଗଛଟିଏ ଲଗାଏ କଲରା ଗଛଟିଏ ଲଗାଏ ଛଚିନ୍ଦ୍ରା ଗଛଟିଏ ଲଗାଏ ବର୍ଷା 4 ମାସ ଆମ ଘରେ କାକୁଡ଼ି ପନିପରିବା ଅଭାବ ରହେନି। ଏବେ ତ ଆଉ ସେସବୁ ବି ନାହିଁ ସାର୍। ଏଇ ଯେଉଁ ବିଲ୍ଡର ମାନେ ଯେଉଁ ଜାଗା ସବୁ ନେଇଗଲେ ଗହିରରେ ଯେଉଁ ପାଣି କେଉଁ ପଟେ ବାହାରିଲାନି ସେ ସବୁ ପାଣି ଗୁଡ଼ା ସବୁ ବାରିପଟେ ଲାଗୁଛି। ଯେଉଁ ଜାଗା ଯେଉଁ କାକୁଡ଼ି ହୁଏ କି ଲୋକ ଜହ୍ନିଟା କରନ୍ତି ଭେଣ୍ଡିଟା କରନ୍ତି କାକୁଡ଼ିଟା କରନ୍ତି ସେ ବାରିପଟୁ ଘର ପଟକୁ ସବୁ ପାଣି ଲାଗିଲା। ଆଉ ବାଡ଼ି ଥିଲେ ବି ସବୁ ପାଣି ପଶିଲା। ତେଣୁ ସେଠି ଆଉ ଫସଲ କେଉଁ ଉପାୟ ହେଇପାରିବ? ବଢ଼ିଆ କଥା କହିଲେ ଆପଣ ଯେ ଚାଷ ଜମିରେ କାହିଁକି ଚାଷ ହେଇପାରୁନି ଘର ବାଡ଼ି ବଗିଚା ଯେଉଁ କିଚେନ୍ ଗାର୍ଡେନ୍ ବାଡ଼ିରେ ହେଇପାରୁନି। ବାଡ଼ିରେ ତ ପାଣି ଲାଗୁଛି ଫୁଲ୍ ହେଇଛି ଘର ପଛପଟୁ ପାଣି ଲାଗୁଛି ପାଣି କେଉଁ ପଟେ କଟିବାର ନାହିଁ। ତେଣୁ ଲୋକମାନେ ଯେଉଁ ବାରିପଟ ଗୋଟେ ଭେଣ୍ଡିଟା କାକୁଡ଼ିଟା ଜହ୍ନିଟା ଲଗାଉଥିଲେ ସେ ତ ପାଣି ପଶିଲା। ଆଉ ସେଠି ଆଉ ଚାଷବାସ ସମ୍ପୂର୍ଣ୍ଣ ଭାବେ ବନ୍ଦ ହେଇଯାଇଛି। ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆଉ ଏଇ ଯେଉଁ ଲୋକମାନେ ସବୁ ଠାକୁରଙ୍କର ଜମି ଫମି ମାର୍ଫତଦାର ଥିଲେ ସେମାନେ ସବୁ ପ୍ରଚୁର ଟଙ୍କା ନେଇକି ସେ ଜମି ଠାକୁରଙ୍କ ଜମି ଆଜ୍ଞା ବିକ୍ରି କରିଦେଇଛନ୍ତି। ଆମ ପାଖରେ ଗୋଟେ ବିକଳ୍ପ ରହିଛି ସେ ବିକଳ୍ପଟା ହେଉଛି ଆମେ ଖାଲି ପଇସା ନେଇକି ମାର୍କେଟକୁ ଯିବା ଆଉ ସେ ବାହାରେ ଯେତିକି ଦାମ୍ କୁହାଯିବ ଆମେ ସେତିକି ଦେଇକି କିଣିବା। ଆଉ କିଛି ଦିନ ଆଜ୍ଞା ଅପେକ୍ଷା କଲେ ଆମ ପାଖେ ଖାଲି ପୁଳା ପଇସା ଥିବ କିନ୍ତୁ ଖାଦ୍ୟ ନଥିବ। ଏଇ କାହିଁକି ନା ଆପଣ ଦେଖନ୍ତୁ ଯେଉଁ ଚାଷ ସମ୍ପୂର୍ଣ୍ଣ ଭାବେ ବନ୍ଦ ହେଇଗଲା। ଚାଷ ବନ୍ଦ ହେବା ପରେ ଆମର ସେଇ ହିସାବରେ ଲୋକ ସଂଖ୍ୟା ବଢ଼ି ଚାଲିଲେ। କିନ୍ତୁ ସବୁ ଯେତେ ଧାନ ଅମଳ ହେଉଥିଲା ଯେତେ ପନିପରିବା ଅମଳ ହେଉଥିଲା ସବୁ ଚାଷବାସ ବନ୍ଦ ହେଇଗଲା। ବର୍ତ୍ତମାନ ସେ ଅନୁପାତରେ ଲୋକ ବଢ଼ିଲେ ଆପଣ ଦିନ ଆସିବ କେବଳ ଲୋକ ପାଖରେ ପୁଳା ଟଙ୍କା ଥିବ କିନ୍ତୁ ଖାଦ୍ୟ ନଥିବ। ବର୍ତ୍ତମାନ ସମସ୍ୟାଟା ସେଆଡ଼କୁ ଯାଉଛି। ଖାଦ୍ୟ ନଥିବ ଚାଷ ଉପଯୋଗୀ ଜମି ବି ନଥିବ। ଚାଷ ତ ନାହିଁ ଆଜ୍ଞା ଜମି କେଉଁଠୁ ଆସିବ? ଜମିରେ ତ ସବୁ ଘର ଦ୍ୱାର ହେଇ ଚାଲିଲା ସବୁ ବିଲ୍ଡିଂ ଆପାର୍ଟମେଣ୍ଟ ହେଇ ଚାଲିଲା। ସେ ବିଲ୍ଡିଂ ଆପାର୍ଟମେଣ୍ଟରେ ଯେତିକି ଚାଷ ହେଉଥିଲା ସେ ଚାଷ ସବୁ ବନ୍ଦ ହେଲା। ସେଇ ହିସାବରେ ଏପଟେ ଲୋକ ସଂଖ୍ୟା ବଢ଼ି ଚାଲିଲେ। ତାହେଲେ ଯେଉଁ ବିଲ୍ଡିଂ ଆପାର୍ଟମେଣ୍ଟ ହେଉଛି ତା ଦ୍ୱାରା ଆମେ ଉନ୍ନତି କରୁଛୁ ନା ଚାଷ ଦ୍ୱାରା ଆମେ ଉନ୍ନତି କ'ଣ ଆଜ୍ଞା? ଆପଣ ଖାଇକି ବଞ୍ଚିଲେ ସେ ଘରେ ରହିବେ। ସେ ଘର ଚାଷ ଜମି ଉପରେ ତ ଘର ହେଲା ଆପଣ ଖାଇବେ କ'ଣ? ଖାଦ୍ୟ କେଉଁଠି ପାଇବେ? ଆପଣଙ୍କ ପିଲା ଛୁଆ ବଢ଼ି ଯାଉଛି ଖାଦ୍ୟ କମି ଯାଉଛି। ଖାଦ୍ୟ ଯେଉଁ ଖାଦ୍ୟ ଉତ୍ପାଦନ ହେଉଥିଲା ସେ ଖାଦ୍ୟ ଜମି ଉପରେ ସବୁ ବିଲ୍ଡର ହେଉଛି ଆପାର୍ଟମେଣ୍ଟ ତିଆରି ହେଉଛି। କେଉଁଠି ଆପଣ ଜମି ଗୁଡ଼ା କ'ଣ ଆଉ ତିଆରି ହେବ କି? ଆପଣ କହିବା କଥା ଯେ ଘର ଥିବ ଲୋକ ଖାଇବାକୁ ନ ପାଇ ମରିବେ ସେ ଘରେ ରହିପାରିବେନି। କାହିଁକିନା ଖାଦ୍ୟ ଥିଲେ ଲୋକ ସିନା ବଞ୍ଚିବେ ଆଜ୍ଞା। ଖାଦ୍ୟ ତ ଧାନ ବନ୍ଦ ହେଲା। ଆଳୁ ବାଇଗଣ ପରିବା ଭେଣ୍ଡି ଯେଉଁ ଚାଷ ହେଉଥିଲା ସେ ଚାଷ ସମ୍ପୂର୍ଣ୍ଣ ଭାବେ ବନ୍ଦ ହେଇଗଲା। ସେ ଚାଷ ଜମି ଉପରେ ସବୁ ବିଲ୍ଡିଂ ଆପାର୍ଟମେଣ୍ଟ ତିଆରି ହେଲା। ତାହେଲେ ଖାଦ୍ୟଟା ସେଠି ସମ୍ପୂର୍ଣ୍ଣ ଭାବେ ବନ୍ଦ ହେଇଗଲା। ସେଠିକି ଯେତିକି ଜିନିଷ ଆମଦାନୀ ହେଉଥିଲା ସେ ଆମଦାନୀଟା ଆଜ୍ଞା ସମ୍ପୂର୍ଣ୍ଣ ଭାବେ ବନ୍ଦ ହେଇଯାଇଛି। ଆଉ କୌଣସି ଫସଲ ଧାନ କିଛି ଆମଦାନୀ ନାହିଁ। ସବୁ କଥା ସେ କହୁଥିଲେ ଗାଁ ଗହଳିରେ ଆମେ ବିକାଶର ଯେଉଁ ଚିତ୍ର ଦେଖୁଛୁ ଘର ହେଉଛି ଘର ଦ୍ୱାର ହେଉଛି ବିଲ୍ଡିଂ ହେଉଛି ରାସ୍ତାଘାଟ ହେଉଛି ସବୁ ଠିକ୍ ହେଉଛି କିନ୍ତୁ ପରିବେଶ ଧୀରେ ଧୀରେ ନଷ୍ଟ ହେଇଯାଉଛି। ଚାଷ ଯେଉଁ ବେଉସା ଥିଲା ସେ ବେଉସା ଧୀରେ ଧୀରେ ନଷ୍ଟ ହେଇଯାଉଛି।
लोक आउ चाष करने को चाहूना कारण चाष करके जड़े कष्ट कर जी पैसा पाइब बिल्डिंग कले जमी बिकिले से बाबद तार 100 गुणा 1000 गुणा अधिक पैसा मिले तेणु लोक चाष प्रति बीतस्पृह हो गले चाष जो परिश्रम थी करा पड़ी से लोक परिश्रम करने को चाहूना आ तृतीय कथा परिवेश नष्ट हो गला जो चाष उपयोगी जमी भी आगे नहीं तेणु यही कारण जो आमर धीरे धीरे खाद्य संकट सृष्टि है खाली आलू पनीपरिया कथा आम कहूँ आप जेकोसी परिवार हाथ मारतु तार दम 100 ऊपर को जाऊँगी तेणु साधारण लोक आगू आउ खाईपारे नहीं से पैसा जो मान पाखे से अल्प दिन किसी खाई बचे भी खाइबा पाइबे। विजय कुमार दास सूचना टीवी 24/7 भुवनेश्वर।